ବ୍ୟାନ୍ ହେବ ଏମର୍ଜେନ୍ସି। କଙ୍ଗନାଙ୍କ ଅପକମିଂ ଫିଲ୍ମ ଏମର୍ଜେନ୍ସିକୁ ନେଇ ବଢ଼ିଛି ଅଡ଼ୁଆ। ଅଡ଼ୁଆରେ କଙ୍ଗନାଙ୍କ ଏମର୍ଜେନ୍ସି ଫିଲ୍ମ ନ ଆସୁଣୁ ପ୍ରତିବାଦ ଆରମ୍ଭ। ଆଜ୍ଞା ହଁ, ଏବେ ଅଡ଼ୁଆରେ କଙ୍ଗନା ରନାୱତଙ୍କ ଏମର୍ଜେନ୍ସି ମୁଭି ବ୍ୟାନ୍ ଦାବି କରୁଛନ୍ତି ଫ୍ୟାନ୍ସ। କଙ୍ଗନା ରନାୱତଙ୍କ ଫିଲ୍ମ ଏମର୍ଜେନ୍ସି ସେପ୍ଟେମ୍ବର 6 ତାରିଖରେ ପରଦାକୁ ଆସିବ। ବଲିଉଡ୍ କୁଇନ୍ ତଥା ସାଂସଦ କଙ୍ଗନା ରନାୱତ ତାଙ୍କ ଅପକମିଂ ଫିଲ୍ମ ଏମର୍ଜେନ୍ସିକୁ ନେଇ ବଢ଼ିଛି ଅଡ଼ୁଆ। ଫିଲ୍ମ ରିଲିଜକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଏହା ଉପରେ ବ୍ୟାନ୍ ଲଗାଇବାକୁ ହୋଇଛି ଦାବି। ପଞ୍ଜାବର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି SGPC ଓ ଶିଖ୍ ସର୍ବୋଚ୍ଚ ସଂସ୍ଥା ଅକାଲ ତଖ୍ତ କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ବିରୋଧ କରିଛନ୍ତି। ଏମର୍ଜେନ୍ସି ଫିଲ୍ମରେ ଶିଖ୍ମାନଙ୍କ ଚରିତ୍ରକୁ ହନନ କରାଯାଇଥିବା ଅକାଲ ତଖ୍ତର ଜାଥେଦାର ଜ୍ଞାନୀ ରଘୁବୀର ସିଂ ଅଭିଯୋଗ କରିଛନ୍ତି। ଫିଲ୍ମ ରିଲିଜକୁ ନେଇ ଜାଥେଦାର ଜ୍ଞାନୀ ରଘୁବୀର ସିଂ ଦୃଢ଼ ଆପତ୍ତି ଜତାଇଛନ୍ତି। ସେ କହିଛନ୍ତି ଯେ ନିକଟରେ ଫିଲ୍ମ ରିଲିଜ ହୋଇଥିବା ଟ୍ରେଲରକୁ ଏହା ସ୍ପଷ୍ଟ ହେଉଛି ଯେ ଶିଖ୍ଙ୍କ ଭାବମୂର୍ତ୍ତିକୁ ଜାଣିଶୁଣି ଖରାପ ଭାବେ ଚିତ୍ରଣ କରାଯାଇଛି। ଏହା ଏକ ଷଡ଼ଯନ୍ତ୍ରର ଅଂଶ, ତେଣୁ ଏହା ଉପରେ ତୁରନ୍ତ ବ୍ୟାନ୍ ଲଗାଇବାକୁ ସେ ଦାବି କରିଛନ୍ତି। ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ SGPC ମୁଖ୍ୟ ହରଜନ୍ଦର ସିଂ ଧାମୀ ଫିଲ୍ମରେ ଲେଖକ, ନିର୍ଦ୍ଦେଶକ, ନିର୍ମାତା ତଥା ଅଭିନେତ୍ରୀ କଙ୍ଗନା ରନାୱତଙ୍କ ବିରୁଦ୍ଧରେ FIR ରୁଜୁ କରିବାକୁ ଦାବି କରିଛନ୍ତି। କଙ୍ଗନା ରନାୱତଙ୍କ ଅଭିନୀତ ଫିଲ୍ମ ଏମର୍ଜେନ୍ସି ସେପ୍ଟେମ୍ବର 6 ତାରିଖରେ ପରଦାକୁ ଆସିବ। ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଦେଶରେ ଲାଗୁ ହୋଇଥିବା ଏମର୍ଜେନ୍ସି ଉପରେ ଆଧାରିତ ହୋଇଛି। ଏଥିରେ କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ସେବେଠାରୁ ଏହି ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ପୂର୍ବରୁ ମଧ୍ୟ ଏହି ଫିଲ୍ମ ରିଲିଜକୁ ନେଇ ଥର ସ୍ଥଗିତ କରାଯାଇଛି। ଏହା ପୂର୍ବରୁ 24 ନଭେମ୍ବର 2023ଟି ଫିଲ୍ମ ରିଲିଜ ହେବାର ଥିଲା, କିନ୍ତୁ ପରେ ଏହାର ରିଲିଜ ଡେଟ୍ ଘୁଞ୍ଚାଇବାକୁ ପଡ଼ିଥିଲା। ଖାଲି ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଫିଲ୍ମ ଏମର୍ଜେନ୍ସି ଦର୍ଶକଙ୍କ ପାଖରେ ପହଞ୍ଚୁଛି କି ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।